ଜୟ ରାଧେ ରାଧେ। ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ସ୍ୱାଗତ କରୁଛି ଗୋଟିଏ ସୁନ୍ଦର ଭିଡ଼ିଓ ମାଧ୍ୟମରେ। ଏହି ଭିଡ଼ିଓଟି ଆଣିବାର ଅର୍ଥ ଆପଣମାନେ କିଛି ଜାଣିବା ଦରକାର। ଏହି ଭିଡ଼ିଓଟିକୁ ସମସ୍ତେ ଭଲ ଭାବରେ ବୁଝନ୍ତୁ ଓ ଶୁଣନ୍ତୁ, କାରଣ ଆପଣ ଯଦି ଏହି ଅମୂଲ୍ୟ ଶିକ୍ଷାକୁ ବୁଝି କାମରେ ଲଗାଉଛନ୍ତି, ଆପଣଙ୍କ ଜୀବନ ରାସ୍ତା ସରଳମୟ ହେଇଯିବ। ଏହି ଶିକ୍ଷାଟିକୁ ନିଜେ ଶୁଣନ୍ତୁ ଓ ଅନ୍ୟମାନଙ୍କୁ ମଧ୍ୟ ଶୁଣାନ୍ତୁ। ଭିଡ଼ିଓଟିରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ ଏମିତି ସୁନ୍ଦର ସୁନ୍ଦର ଭିଡ଼ିଓ ଆପଣମାନଙ୍କ ପାଖରେ ପହଞ୍ଚି ପାରିବ। ସଦାସର୍ବଦା ମନ ଭିତରେ ଗୋଟିଏ ପ୍ରଶ୍ନ ଆସେ କି ଏ ଦୁନିଆରେ ଯେଉଁମାନେ ଭଲ ଲୋକ ସେମାନେ ବହୁତ କଷ୍ଟରେ ଜୀବନ କାଟନ୍ତି। ଭଲ ଲୋକଙ୍କ ସହିତ ଖରାପ ହୁଏ ଓ ଖରାପ ଲୋକଙ୍କ ସହିତ ଭଲ ହୁଏ। କିଛି ଲୋକମାନେ ଅନ୍ୟାୟ କରି ମଧ୍ୟ ଭଲରେ ରହିଛନ୍ତି ଏବଂ ଭଲ ଅର୍ଥ ରୋଜଗାର ମଧ୍ୟ କରୁଛନ୍ତି। ଆଉ କିଛି ଲୋକ ସତ୍ ମାର୍ଗରେ ରହି ମଧ୍ୟ କଷ୍ଟରେ ରହୁଛନ୍ତି। ଏହି ସମସ୍ୟାର ସମାଧାନ ଆଜି ଆମେ ବୁଝିବା ଓ ପ୍ରକୃତରେ ସତ୍ୟାସତ୍ୟ ଏହି କାହାଣୀ ମାଧ୍ୟମରେ ଜାଣିବା। ଯେ ପର୍ଯ୍ୟନ୍ତ ଏ ଅମୂଲ୍ୟ ଶିକ୍ଷାକୁ ଆପଣମାନେ ଭଲ ଭାବରେ ଜାଣିନାହାନ୍ତି, ଆପଣ ଏ ଘଟଣାର ପ୍ରକୃତ କାରଣ ପାଇପାରିବେ ନାହିଁ। ଯେ କାହିଁକି ଭଲ ଲୋକମାନେ କଷ୍ଟ ପାଆନ୍ତି। ଦୁଇଟି ଅଂଶ ରହିଛି। ପ୍ରତ୍ୟେକ ମଣିଷ ଜୀବନର ଗୋଟିଏ ଦୃଶ୍ୟମାନ, ଅନ୍ୟଟି ଅଦୃଶ୍ୟମାନ। ଏହାର ଅର୍ଥ ଗୋଟିଏ ଦେଖାଯାଏ ଓ ଅନ୍ୟଟି ଦେଖାଯାଏ ନାହିଁ। ଯାହା ଆଖିକୁ ଦେଖାଯାଏ, ଲୋକମାନେ ଖରାପ କର୍ମ କରୁଛନ୍ତି, ସୁଖରେ ରହୁଛନ୍ତି। ଲୋକମାନେ ଭଲ କର୍ମ କରୁଛନ୍ତି, ଦୁଃଖରେ ରହୁଛନ୍ତି। କିନ୍ତୁ ଜୀବନରେ 99% ଅଂଶ ଅଦୃଶ୍ୟ ରହିଛି, ଯାହା ଆମ ସାଧାରଣ ଆଖି ଦେଖିପାରୁନାହିଁ। ତାକୁ କେବଳ ଆମେ ଏହି ଶିକ୍ଷା ମାଧ୍ୟମରେ ବୁଝିପାରିବା। ମଣିଷ କର୍ମ କରୁଛି ଏବଂ ଫଳ ପାଉଛି, ଏହା ଆଖିକୁ ଦେଖାଯାଉଛି, କିନ୍ତୁ କର୍ମର ମୂଳ ସ୍ରୋତ ହେଉଛି ବିଚାର, ଏହା ଦେଖାଯାଉନି। ଆମେ ଯାହା ଭାବିଥାନ୍ତି ଆମ ଜୀବନରେ ଏହି ସବୁ ଆସିଥାଏ। ସେହି ହିସାବରେ ମଣିଷର କର୍ମ ହୁଏ, ଏହା ଅଦୃଶ୍ୟମାନ। ମଣିଷ ସବୁବେଳେ ଅଦୃଶ୍ୟରେ ରହିଛି। ଈଶ୍ୱରଙ୍କ ସତ୍ତା ଅଦୃଶ୍ୟ। ପବନ ବହୁଛି ଅଦୃଶ୍ୟ, କିନ୍ତୁ ଏହା ହେଉଛି ପ୍ରକୃତରେ ସତ୍ୟ। ଆପଣଙ୍କ ଜୀବନରେ ଯାହା ବି ଘଟୁଛି ସେ ସବୁ ଅଦୃଶ୍ୟରେ ଚାଲିଛି। ତେଣୁ ଆପଣମାନେ ଏହି ଅଦୃଶ୍ୟ ଶବ୍ଦକୁ ବୁଝନ୍ତୁ। ଏହି ଭିଡ଼ିଓର ପ୍ରତ୍ୟେକ ଶବ୍ଦକୁ ଏକ ଅମୂଲ୍ୟ ବାଣୀ ବୋଲି ଭାବନ୍ତୁ। ଏହି ଭିଡ଼ିଓର ପ୍ରତ୍ୟେକ ଶବ୍ଦର ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ଅଦୃଶ୍ୟ ଗୁଣକୁ ଆଜି ଆମେ ଜାଣିବା। କାହିଁକି କିଛି ଲୋକ ଖରାପ କର୍ମ କରି ସୁଖରେ ରୁହନ୍ତି ଓ କିଛି ଲୋକ ଭଲ କର୍ମ କରି ମଧ୍ୟ ଦୁଃଖରେ ରହନ୍ତି। ଏକ ଅଞ୍ଚଳରେ ଦୁଇ ଜଣ ବନ୍ଧୁ ଥିଲେ। ଏହି ଦୁଇ ଜଣ ବନ୍ଧୁଙ୍କ ମଧ୍ୟରେ ଜଣେ ସୁନ୍ଦର ବ୍ୟକ୍ତିତ୍ୱ, ଈଶ୍ୱର ବିଶ୍ୱାସୀ, ଭଗବାନଙ୍କୁ ବିଶ୍ୱାସ କରନ୍ତି, ପୂଜା ପାଠ କରନ୍ତି, ସତ୍ ମାର୍ଗରେ ଚାଲନ୍ତି, ଏକ ସରଳ ମାର୍ଗରେ ଜୀବନ ଅତିବାହିତ କରନ୍ତି। ପ୍ରତ୍ୟେକ ଦିନ ସକାଳ ହୁଏ, ତାଙ୍କ ଜୀବନରେ ଗୋଟିଏ ମୁଖ୍ୟ କାମ ଥିଲା। ସକାଳେ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିବେ, ପୁଣି ସନ୍ଧ୍ୟା ବେଳେ ମଧ୍ୟ ଦର୍ଶନ କରିବେ। ଯେତେ କାର୍ଯ୍ୟ ଥିଲେ ମଧ୍ୟ ସେ ଭଗବାନଙ୍କୁ ଦର୍ଶନ କରୁଥିଲେ। ଦ୍ୱିତୀୟ ବ୍ୟକ୍ତି ଜଣକ ପ୍ରତ୍ୟେକ ଦିନ ମନ୍ଦିର ଯାଆନ୍ତି, କିନ୍ତୁ ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ଅଲଗା ଥିଲା।
କାହାର ପକେଟ ମାର କରିବା, ଜୋତା ଚୋରି କରିବା, କାହାର ଭୋଗ ଚୋରି କରିବା, ଏମିତି ସେ ତାର ନିଜ କାର୍ଯ୍ୟରେ ସଦାସର୍ବଦା ବ୍ୟସ୍ତ ରହୁଥାଏ। କିନ୍ତୁ ସଦାସର୍ବଦା ତା ଘରେ ଅର୍ଥ ଥାଏ, କାରଣ ସେ ପର ଅର୍ଥ ଲୁଟୁଛି, ପରିଶ୍ରମ ତ କରିବାକୁ ପଡୁନି ନା। ସର୍ବଦା ଏହି ଭଲ ବ୍ୟକ୍ତିର ମନରେ ପ୍ରଶ୍ନ ଆସେ ଯେ ଏତେ ପରିଶ୍ରମ ମୁଁ କରୁଛି, ଅର୍ଥ ଉପାର୍ଜନ କରୁଛି, ଭଗବାନଙ୍କୁ ପ୍ରାର୍ଥନା କରୁଛି, ଘରେ ପୂଜା ପାଠ ବି କରୁଛି, ମୁଁ ଯେତିକି ଅର୍ଥ ପାଉଛି ମୋ ପରିବାର କଷ୍ଟମଷ୍ଟେ ଚଳୁଛି, ଆଉ ଏ ଯୋଉ ବ୍ୟକ୍ତି ବିଭିନ୍ନ ପ୍ରକାର କୁକର୍ମ କରୁଛି, ମନ୍ଦିରରେ ଜୋତା ଚୋରି କରୁଛି, ପକେଟ ମାର କରୁଛି, ସେ ତ ବହୁତ ଭଲରେ ଅଛି, ସୁନ୍ଦର ଜୀବନ କାଟୁଛି। ତା ମନରେ ଏମିତି ପ୍ରଶ୍ନ ଆସେ। ଦିନେ ସନ୍ଧ୍ୟା ବେଳେ କାମରେ ଫେରି ଆସିଲା ବେଳେ ଯାଇଛି ଈଶ୍ୱରଙ୍କୁ ଦର୍ଶନ କରିବା ପାଇଁ। ପ୍ରବଳ ବର୍ଷା ହେଉଛି, ରାସ୍ତା ଘାଟ ସୁନସାନ, ମନ୍ଦିରକୁ ସେଦିନ ବେଶୀ ଲୋକ ଆସିନାହାନ୍ତି। ବ୍ୟକ୍ତି ଜଣକ ନମସ୍କାର କରୁଛି, ଆଉ ଏହାର ମଉକା ନେଇ ସେହି ବଦମାସ ଲୋକ ମଧ୍ୟ ଯାଇଛି। ସେ ଭାବିଛି କି ଯେ ଆଜି ମନ୍ଦିରରେ ବେଶୀ ଲୋକ ନଥିବେ, ପୂଜାରୀ ପଣ୍ଡିତ ମଧ୍ୟ ଆସିନଥିବେ, ମୁଁ ଆଜି ମନ୍ଦିରର ଦାନ ବାକ୍ସଟିକୁ ଚୋରି କରିବି। ଏହା ଭାବି ସେ ଯାଇଛି। ଭଲ ବ୍ୟକ୍ତି ଜଣକ ଠାକୁରଙ୍କୁ ମୁଣ୍ଡିଆ ମାରି ଫେରି ଆସିଛନ୍ତି। ଏହି ବଦମାସ ଲୋକଟି କଣ କରିଛି ନା ସେହି ସମୟରେ ଯାଇ ଦାନ ବାକ୍ସଟିକୁ ନେଇ ପଳାଇ ଆସିଛି। ତା ପରଦିନ ପୂଜାରୀ ଯେତେବେଳେ ମନ୍ଦିର ଆସିଛନ୍ତି, ହୋ ହାଲ୍ଲା ପଡ଼ିଛି, ସମସ୍ତେ ଦାନ ବାକ୍ସ ଖୋଜିଛନ୍ତି। ଯେତେବେଳେ ଦାନ ବାକ୍ସ ପାଇନାହାନ୍ତି, ସମସ୍ତେ କହିଛନ୍ତି କି କାଲି ତ ବର୍ଷା ହୋଇଥିଲା, କେହି ଆସିନଥିଲେ, କାଲି ସନ୍ଧ୍ୟାବେଳେ କିଏ ଆସିଥିଲା? ସେହି ସମୟରେ ସକାଳୁ ସକାଳୁ ସେ ଭଲ ବ୍ୟକ୍ତି ଜଣକ ଯାଇ ପହଞ୍ଚିଲେ, କାରଣ ସେ ସକାଳ ଓ ସନ୍ଧ୍ୟା ବେଳେ ଯାଆନ୍ତି। ସମସ୍ତେ କହିଛନ୍ତି ଏହି ଲୋକ ଜଣକ ପ୍ରତ୍ୟେକ ଦିନ ସକାଳ ଆସେ, ସନ୍ଧ୍ୟାରେ ଆସେ। ସନ୍ଧ୍ୟାବେଳେ ଏ ଆସିଛି, ତାକୁ ପଚାରନ୍ତି ସନ୍ଧ୍ୟାବେଳେ ତମେ କାଲି ଆସିଛ? ସେ କହୁଛନ୍ତି ହଁ, ମୁଁ କାଲି ସନ୍ଧ୍ୟାବେଳେ ଆସିଥିଲି। ସେମାନେ କହୁଛନ୍ତି ନିଶ୍ଚିତ ଏ ପଇସା ବାକ୍ସକୁ ଏହି ବ୍ୟକ୍ତି ଜଣକ ଚୋରି କରିଛନ୍ତି। ତାକୁ ଧରିଛନ୍ତି, କହିଛନ୍ତି ତାକୁ ପୋଲିସରେ ଦବା, ତା ନାଁରେ ମୋକଦ୍ଦମା କରିବା। ଏତେ ଭଲ ପଣିଆ ଦେଖଉଛି, ମନ୍ଦିରରୁ ଟଙ୍କା ଚୋରି କରୁଛି, କାଲି ତ ଆଉ କେହି ଆସିନାହାନ୍ତି। ଆଉ ଇଏ ନିଜେ କହୁଛି କି କାଲି ମୁଁ ସନ୍ଧ୍ୟାବେଳେ ଆସିଥିଲି। ଲୋକ ଜଣକ ବହୁତ ବ୍ୟସ୍ତ ହୋଇ କାନ୍ଦିଛି, ସମସ୍ତଙ୍କୁ ବୁଝେଇଛି, କହିଛି ଆଜ୍ଞା ମୁଁ ମୋଟେ ପଇସା ଚୋରି କରିନି, ମୁଁ ଜଣେ ଧାର୍ମିକ ଲୋକ, ମୁଁ ଈଶ୍ୱରଙ୍କ ଉପରେ ପ୍ରବଳ ବିଶ୍ୱାସ କରେ, ଈଶ୍ୱରଙ୍କ ଅର୍ଥ ମୁଁ କେମିତି ନେବି? କିନ୍ତୁ ଲୋକମାନେ କହିଛନ୍ତି ତୁମେ ଏତିକି ଅର୍ଥ ଏଠି ପହଞ୍ଚେଇ ସାରିବା ପରେ ଆମେ ତୁମକୁ ଛାଡ଼ିବୁ। ବ୍ୟକ୍ତି ଜଣକ ପାଖରେ ଆଉ କିଛି ବାଟ ନାହିଁ। ସେ କହିଲେ ମୋ ଘରେ ଯେଉଁ ପଇସା ଅଛି ମୁଁ ଆଣିକି ଦେବି। ଏହା କହି କାନ୍ଦି କାନ୍ଦି ବାହାରିଛି। ବାହାରିକି ଗଲାବେଳେ ସେପଟୁ ଗୋଟିଏ ଗାଡ଼ି ଆସୁଛି, ଆଉ ତାକୁ ଜୋରରେ ଧକ୍କା ମାରିଛି, କାରଣ ଲୋକଟି ବିଚଳିତ ଅବସ୍ଥାରେ ଥିଲା। ଲୋକ ଜଣକ ପଡ଼ିଯାଇଛି। ସେ ଗାଡ଼ିର ମଧ୍ୟ କିଛି ବଦମାସ ଲୋକ ଥାଆନ୍ତି, ସେମାନେ ମଧ୍ୟ କାହାଠୁ ଚୋରି କରି ଆଣିଥାନ୍ତି। ଏହି ସମୟରେ ତାଙ୍କର ଯେଉଁ ପଇସା ଥଳିଟି ସେଇଠି ଖସି ପଡ଼ିଛି। ସେମାନେ ପଇସାକୁ ନ ଉଠେଇକି ଜୀବନ ବିକଳରେ ପଳେଇ ଯାଇଛନ୍ତି। ଏହି ସମୟରେ ମନ୍ଦିରରେ ଚୋରି
କରିଥିବା ବଦମାସ ଲୋକଟି ଆସିଛି। ବଦମାସ ଲୋକଟି ଆରାମରେ ପଇସା ପୁଟୁଳିଟି ଉଠେଇଛି। ଏ ସମସ୍ତ ଘଟଣା ସୁନ୍ଦର ଲୋକଟି ଦେଖୁଛି। ଆହୁରି ତାର ଈଶ୍ୱରଙ୍କ ଉପରେ ରାଗ ଆସୁଛି। ଭାବିଛି ଏଇଟା କ'ଣ ପ୍ରକୃତରେ ଜୀବନ? ମୁଁ ଜୀବନ ସାରା ଈଶ୍ୱରଙ୍କୁ ବିଶ୍ୱାସ କରିଛି ସତ, ରାସ୍ତାରେ ଚାଲିଛି, କାହାର କ୍ଷତି କରିନାହିଁ। ଆଜି ମୋ ଉପରେ ଚୋରିର କଳଙ୍କ ଲାଗିଲା ଓ ଏହାର ଆନନ୍ଦ ନେଲା ସେଇ ବଦମାସ ଲୋକ। ମନ୍ଦିରର ଦାନ ବାକ୍ସ ଚୋରି କଲା। ଏଠି ଯେଉଁ ଦୁର୍ଘଟଣା ହେଲା ତାହାର ଫାଇଦା ପାଇଲା। ବଦମାସ ଲୋକଟି ଘରେ ପହଞ୍ଚି ହସୁଛି ଓ କହୁଛି, ଭଲ ରାସ୍ତାରେ ଗଲେ କ'ଣ ମିଳେ? ଖାଲି କଷ୍ଟ, ଆଉ କିଛି ନୁହଁ। ଦେଖ, ମୁଁ ମନ୍ଦିରରୁ ଚୋରି କରିଲି, କିନ୍ତୁ ଧରା ପଡ଼ିଲା ସେଇ ସୁନ୍ଦର ବ୍ୟକ୍ତି। ତାର ଦୁର୍ଘଟଣା ହେଲା, ପଇସା ପାଇଲି ମୁଁ। କାହିଁକି ସୁନ୍ଦର ରାସ୍ତାରେ ଚାଲିବି? ବଦମାସ କରିବା ଦ୍ୱାରା ବଢ଼ିଆ ଅର୍ଥ ଆସୁଛି। ସୁନ୍ଦର ଜୀବନ ଚାଲୁଛି। ଏ ସୁନ୍ଦର ରାସ୍ତାରେ ଚାଲିକି କ'ଣ ମିଳିବ? ଏ କଥା ଶୁଣିଲେ ଭଲ ବ୍ୟକ୍ତି ଜଣକ ଆଉ ବିରକ୍ତ ଆସିଲା, ଆଉ ବିଶ୍ୱାସ ମଧ୍ୟ ଆସିଗଲା ଏ ଯୁଗରେ ଭଲ କର୍ମ କଲେ ଲାଭ ନାହିଁ। ଏ ପ୍ରଶ୍ନ ଆମ ଭିତରେ ମଧ୍ୟ ଆସେ, ବହୁତ ଲୋକଙ୍କ ମନରେ ମଧ୍ୟ ଆସେ। ସେଇଥିପାଇଁ ମୁଁ କହୁଛି, ଯେଉଁଟା ଅଦୃଶ୍ୟମାନ ସେ ବିଷୟରେ ଜାଣନ୍ତୁ। ତାହା ହେଉଛି ଅମୂଲ୍ୟ ଶିକ୍ଷା। ନ ଦିଶିଲା ଜିନିଷକୁ ଯିଏ ଜାଣିପାରେ ସେ ହେଉଛି ପ୍ରକୃତ ଜ୍ଞାନୀ। ଭଲ ବ୍ୟକ୍ତି ଜଣକ ଯାଇ ପହଞ୍ଚିଲେ ଘରେ ଓ ସ୍ତ୍ରୀକୁ କହିଲେ, ଆଜିଠାରୁ ଘରେ ଈଶ୍ୱରଙ୍କ ପୂଜା ବନ୍ଦ। ଆମ ଘରେ ଆଉ ଈଶ୍ୱରଙ୍କ ସ୍ଥାନ ନାହିଁ, ନା ମନରେ ନା ଘରେ। ସେଇଠୁ ସ୍ତ୍ରୀ ପଚାରୁଛନ୍ତି, କ'ଣ ହେଇଛି? ନା, ମୋତେ ଆଜି ଚୋର ବୋଲି ସାବ୍ୟସ୍ତ କରାଯାଇଛି ମନ୍ଦିରରେ। ଅର୍ଥ ନେଲା ସେ ବଦମାସ ଲୋକ। ମୁଁ ଜାଣିଛି ଆଜି ଦୁର୍ଘଟଣା ହେଲା, ପଇସା ନେଲା ସେ। ତାପରେ ସେ ଖୁସିରେ ଅଛି, ମୁଁ କିନ୍ତୁ ଦୁଃଖିତ। ସ୍ତ୍ରୀ ସେତେବେଳେ ବୁଝେଇଛନ୍ତି, ଯାହା ହେଇଛି ହେଇଛି। ମୋ ଉପରେ ବିଶ୍ୱାସ ରଖ, ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖ। କିଛି ଦିନ ଯାଏ ଲୋକ ଜଣକ ପୂଜା ପାଠ କରିନାହିଁ। ପୁଣି କିଛି ଦିନ ପରେ ମନକୁ ବୁଝେଇ ଈଶ୍ୱରଙ୍କୁ ପ୍ରାର୍ଥନା କରିଛି। ଜୀବନ ଭଲ ଭାବରେ ଚାଲିଛି। ବଦମାସ ଲୋକର ଜୀବନ ମଧ୍ୟ ଠିକରେ ଚାଲିଥାଏ। ଇତିମଧ୍ୟରେ ବୟସ ହେଲା, ଦୁଇ ଜଣ ମୃତ୍ୟୁ ପ୍ରାପ୍ତ କଲେ, ଈଶ୍ୱରଙ୍କ ଦ୍ୱାରସ୍ଥ ମଧ୍ୟ ହେଲେ। ଯେତେବେଳେ ଈଶ୍ୱରଙ୍କ ଦରବାରରେ ହିସାବ ହେଲା, ଭଲ ଲୋକ ଜଣକ ମନରେ ଗୋଟିଏ ପ୍ରଶ୍ନ ନେଇ ଯାଇଥିଲେ ଏବଂ ପଚାରିଲେ, ଆଜ୍ଞା, ମୋର ଗୋଟିଏ ପ୍ରଶ୍ନର ଉତ୍ତର ଦିଅନ୍ତୁ। ଈଶ୍ୱରଙ୍କ ଦ୍ୱାରରେ ସବୁ ପ୍ରଶ୍ନର ସମାଧାନ ହୁଏ। ଆପଣ ମୋ ପ୍ରଶ୍ନର ଉତ୍ତର ଦିଅନ୍ତୁ। ମୋ ମନରେ ଗୋଟିଏ ପ୍ରଶ୍ନ ରହିଛି। ପ୍ରଶ୍ନଟି ହେଉଛି, ମୁଁ ଜୀବନ ସାରା ଈଶ୍ୱରଙ୍କୁ ବିଶ୍ୱାସ କରିଛି, ସତ୍ ମାର୍ଗରେ ଚାଲିଛି, ଏତେ କିଛି ସୁନ୍ଦର ଜୀବନ କାଟିଛି। ମନ୍ଦିରରେ ମୁଁ ଚୋରି କରିନି, କିନ୍ତୁ ମୋ ନାଁରେ ଚୋରର କଳଙ୍କ ଲାଗିଲା। ଧୋକା ଖାଇଲି, ପଇସା ସେ ବଦମାସ ଲୋକ ଖାଇଲା। ସେ ଲୋକ ତା ଜୀବନକୁ ଭଲରେ କାଟିଲା। ତାହେଲେ ମୁଁ ଭଲ କର୍ମ କରି କ'ଣ ପାଇଲି? ସେ ଖରାପ କର୍ମ କରି ଭଲ ଜୀବନ କାଟିଲା, ଆଉ ମୁଁ ଭଲ କର୍ମ କରି ଦୁଃଖରେ ଜୀବନ କାଟିଲି। ତାହେଲେ ଫରକ କ'ଣ ଅଛି? ଦୁନିଆରେ ଲୋକେ କାହିଁକି ଭଲ କର୍ମ କରିବେ? ଆପଣ ଉତ୍ତର ଦିଅନ୍ତୁ। ସେତେବେଳେ ଈଶ୍ୱର ହସି କହିଲେ, ତୁମେ ତୁମ ଜୀବନରେ ଯାହା ଘଟିଲା ତାକୁ ଦେଖିଲ, କିନ୍ତୁ ଅଦୃଶ୍ୟ ଅଂଶକୁ ଦେଖିପାରିଲନି। ଅଦୃଶ୍ୟ ଅଂଶ ବିଷୟରେ କହୁଛି,
ଶୁଣ, ତୁମେ ଆଗରୁ ବହୁତ ବଦମାସ ଲୋକ ଥିଲ। ତୁମେ ବହୁତ କୁକର୍ମ କରିଛ। ତୁମେ ଯେଉଁଦିନ ଧକ୍କା ଖାଇଲ ସେଦିନ ତୁମେ ଜୀବନରେ ଶେଷ ଦିନ ଥିଲା। ସେହି ଧକ୍କା ତୁମ ଜୀବନର ଶେଷ ସମୟ ଥିଲା। ତୁମେ ବହୁତ ବଡ଼ ଆକାରର ଆଘାତ ପ୍ରାପ୍ତ ହୋଇଥାନ୍ତ ଓ ଜୀବନ ସାରା ଘାଣ୍ଟି ହୋଇଥାନ୍ତ। କାରଣ ତୁମେ ଯେଉଁ ଭଳିଆ କର୍ମ କରିଛ, ତୁମେ ଜୀବନ ସାରା ବିଛଣାରେ ଘାଣ୍ଟି ହୋଇଥାନ୍ତ। କିନ୍ତୁ ତୁମ ସହ ତାହା ଘଟିଲା ନାହିଁ। ତୁମେ ଆଗରୁ ଯାହା କୁକର୍ମ କରିଥିଲ, ଏ ଜନ୍ମରେ ତୁମର ପ୍ରତ୍ୟେକ ଦିନ ସୁନ୍ଦର କର୍ମ, ସୁନ୍ଦର ଚିନ୍ତା, ଈଶ୍ୱର ବିଶ୍ୱାସ, ଈଶ୍ୱରଙ୍କ ପୂଜା, ସତ୍ କର୍ମ କରିଥିଲ ବୋଲି ସେ କର୍ମକୁ ସନ୍ତୁଳିତ କରିଦେଲା। ସେ କର୍ମଗୁଡ଼ିକ ବାଲାନ୍ସ ହୋଇଗଲା। ତୁମର ଭଲ କର୍ମ କୁକର୍ମର ପ୍ରଭାବକୁ କମେଇ ଦେଇଥିଲା। ସେଇଥିପାଇଁ ତୁମର ବଦନାମ ଓ ଛୋଟ ଧକ୍କାରେ ସେ ସବୁ କର୍ମର ସମାଧାନ କରିଦିଆଗଲା। ଆଗକୁ ପୁଣି ତୁମେ ସୁନ୍ଦର କର୍ମ କରିଲ, ସେଥିପାଇଁ ତୁମ ଜୀବନଟି ପାଇଲ। ରୋଗୀ ଜୀବନ ପାଇଥାନ୍ତ, ଗୋଟିଏ ସୁନ୍ଦର ଜୀବନ ପାଇଲ। ଭଲରେ ଜୀବନ କାଟିଲା, ଖରାପରେ କାଟିନ। ଆଉ ସେ ଲୋକ କଥା କହୁଛ, ସେ ଗତ ଜନ୍ମରେ ବହୁତ ସୁନ୍ଦର କର୍ମ କରିଛି। ଏ ଜନ୍ମରେ ତାକୁ ରାଜଯୋଗ ପ୍ରାପ୍ତ ହୋଇଥାନ୍ତା, କିନ୍ତୁ ସେ ତାର କୁକର୍ମ କଲା। ସେ ଫଳରେ ତାର ସୁନ୍ଦର ଜୀବନ କିଛି ପଇସା ଓ ପୁଟୁଳି ମଧ୍ୟରେ ସୀମିତ ହୋଇଗଲା। ସେ ଅତି ସାଧାରଣ ଜୀବନ କାଟିଛି, କିନ୍ତୁ ତା ଭାଗ୍ୟରେ ବଡ଼ ସୁଯୋଗ ଓ ରାଜଯୋଗ ଲେଖାଥିଲା। ସେ ସମସ୍ତ ଜୀବନ କ୍ଷଣ ହୋଇ ଏକ ସାଧାରଣ ଜୀବନରେ ପରିଣତ ହେଲା। ଏବେ ତମେ କୁହ, ତୁମକୁ ଯାହା ଦେଖାଯାଉଛି ତାକୁ ଦେଖୁଛ। ଏବେ ତୁମେ କୁହ, ପ୍ରକୃତରେ ଭଲ ଲୋକଙ୍କ ସହ ଖରାପ ହୁଏ ନା ଭଲ ଲୋକଙ୍କ ସହ ପ୍ରକୃତରେ ଭଲ ହୁଏ? ଭଲ ବ୍ୟକ୍ତି ଜଣକ ସେତେବେଳେ ଈଶ୍ୱରଙ୍କୁ ପ୍ରଣାମ କରିଛି ଓ ଧନ୍ୟବାଦ ଦେଇଛି, ହେ ପ୍ରଭୁ, ମୋତେ ଗୋଟେ ସୁନ୍ଦର ଜୀବନ ଆପଣ ଦେଇଛନ୍ତି। ମୋ ଜୀବନଟା ଗୋଟିଏ ରୁଗୁଣା ଜୀବନରେ ପରିଣତ ହୋଇଥାନ୍ତା। ମୋର ସତ୍ଚିନ୍ତା ଓ ସତ୍ କର୍ମ ପାଇଁ ଆପଣ ମୋତେ ଗୋଟେ ସୁନ୍ଦର ଜୀବନ ଦେଇଛନ୍ତି, ଯାହାଫଳରେ ମର୍ତ୍ତ୍ୟରେ ମୁଁ କିଛି ବର୍ଷ ବଞ୍ଚିକି ଆନନ୍ଦ ନେଇ ଆସିଛି। ତେଣୁ ଆପଣମାନେ ଜୀବନରେ କ'ଣ ଭାବୁଛନ୍ତି? ଏହି ଅମୂଲ୍ୟ କାହାଣୀରେ ସତ୍ୟାସତ୍ୟ ନାହିଁ ବୋଲି? ଏହାର ସତ୍ୟାସତ୍ୟ 100% ଅଛି।